राजा भ्राता संपद तू मते बलात्कार धरी आनी मो कुआरी जीवन जी दुख कष्ट देचु मु जेबे तो परिवार को छारखार न करची तेबे मोर नाम चित्रावती नुहे। हाँ हाँ मोर नाम चित्रावती नुहे। काहाकू छारखार कर दबो चित्रा? मु ए राजपुराटा को छारखार कर दे बैशाख किंतु काहे की काहेकि तुमको गदिने मुही भल पाउथिली तुमरी घरे मु बधू हेबी भाबिथिली। बलात्कारे संपद जे मते धरि आनी ता घरे रखिला मते करिण घरणी। निश्चय ए राजवंश करिबी मुनाश नहेले प्राण हारिबी दीन मु विष। तुमे सेथिपाई व्यस्त हो नाही चित्रा, वरन तुमे गोटे काम करो, संपद को राज्य लोभ देखाई ता भाई को हत्या करिया पई चेष्टा करो, आउ तापर जहा हबो से सब मु बुझि नेबी। तुमे सत कहूछ बैशाख? हाँ, संपद को किछि दिन राजगादी रे बसैबा परे संपद को किछि दिन राजगादी रे बसैबा परे कळे बळे कौशले आमे ताकू कारागार को पठाई देबा, आउ तापरे तापरे मु हेबे अवंती नगर राजा, आउ मु तमे हबो मोर महारानी। बैशाख जीवन बाटर दोछकी मोड़रे किए ठिची किए पूरी निद भांगी गले सपन चिन्ह बदली जाइछि खुशीर ठिकाना दुख दिए अपना काच कंढेर सागरे लुह काच कंढेर सागरे मने पड़ई मोर मोर घरटी तपन भोग पाशरे घूरी बुलुथिली घूरी बुलुथिली हरियाणी थिले मंत्रिया बार मने पड़ई मोर मोर
ପଦାର୍ପଣ କରୁଛନ୍ତି ହୁସିଆର। ସ୍ୱାମୀଙ୍କର ଦେହାନ୍ତ ଆଜକୁ 20 ବର୍ଷ ହୋଇଗଲାଣି। ଶିଶୁପୁତ୍ରକୁ ପାଖରେ ରଖି ଆଜି ପର୍ଯ୍ୟନ୍ତ ଏ ଦେଶକୁ ଚଳାଇ ଆସିଲି। ଯୁବା ହୋଇଲା କୁମାର ତାହା ହସ୍ତେ ଦେବି ଏ ରାଜଭାର ଯେ। ହସି ଉଠିବ ମୋର ସଂସାର ବିଧାତା। କରାଇବି ପୁତ୍ର ତାହା ହସ୍ତେ ଦେବି ଏ ରାଜଛତ୍ର ଯେ। ଏବେ ମନ ହେବ ପ୍ରଫୁଲ୍ଲିତ ବିଧାତା। ଅକ୍ଷୟ କୁମାର ମହାମନ୍ତ୍ରୀ ସଚିକାନ୍ତକୁ ଡକାଇଥିଲି, ଏ ପର୍ଯ୍ୟନ୍ତ ଆସିଲେ ନାହିଁ କାହିଁକି? ଏବେ ମୁଁ ଡାକି ଦଉଛି ରାଣୀମା। ତେବେ ଠିକ ଅଛି। ଆରେ କେ ଅଛ ରେ? ମହାମନ୍ତ୍ରୀ ଶଶିକାନ୍ତଙ୍କୁ ଏଠାକୁ ଡକାଇ ଦେଲ। ପ୍ରଣାମ ରାଣୀମା, କି ନିମନ୍ତେ ମତେ ଡକାଇଲେ? ସ୍ଥିର ହୁଏ ନାହିଁ ମନ ଶୁଣ ମହାମନ୍ତ୍ରୀ ମୋର ବଚନ ହେ। ରାଜା ଛାଡ଼ି ଗଲେ ଧରାଧାମ ସଚିବ କହି ପୁତ୍ର ମୋର ତାହା ହସ୍ତେ ଦେବି ଏ ରାଜଭାର ଯେ। ହସି ଉଠିବ ମୋର ସଂସାର ସଚିବ ଆମର ଏ ରାଜଭାର ତୁମେ ଚଳାଇଲ ବର୍ଷ 18 ଯେ। ପୁତ୍ର କରାଇବା ବିଭାଘର ସଚିବ ରାଜକନ୍ୟା ଅଛି କାହିଁ ସନ୍ଧାନ କର ଡଗର ପଠାଇ। ଏବେ ମନ ସ୍ଥିର ହେବ ଯାଇ ସଚିବ
ମହାରାଜ ସୁବେନ୍ଦୁଙ୍କୁ ଏଠାକୁ କହିଦିଅ। ତିନି ମତେ ଡକାଇଲେ ମାତା। ଗଳାମାଳି ଜୀବଧନରେ ବଚନ ମୋହର ଶ୍ରବଣ କର। ଗଳାମାଳି ଜୀବଧନରେ ଦିନୁ ତୁ ବାଳୁ ତ ଚାଲି ଗଲେ କାତ। ଦିନୁ ତୁ ବାଳୁ ତ ଚାଲି ଗଲେ କାତ। ହୋଇଥିଲୁ ବାପ ଦୁଇ ବର୍ଷର। ଗଳାମାଳି ଜୀବଧନରେ ଥିଲେ ବୋଲି ମନ୍ତ୍ରୀ ପାଶର। ଚଳାଇଲେ ଦେଶ ଆମର। ତୁହେ ବସି ଆମ୍ଭେ ସ୍ଥିର କରିଅଛୁ। ତୁହେ ବସି ଆମ୍ଭେ ସ୍ଥିର କରିଅଛୁ। ମନ ଧ୍ୟାନେ ବାପ ଶ୍ରବଣ କର। ଗଳାମାଳି ଜୀବଧନରେ ଏ କଥା ସ୍ଥିର କରିଛନ୍ତି ମାତା। ନେବୁ ଗୁରୁ ଦାୟିତ୍ୱ ଭାର। କରାଇବୁ ତୋ ବିଭାଗର। ଜୟନ୍ତୀ ନଗରେ ହେବୁ ଅଧୀଶ୍ୱର। ଜୟନ୍ତୀ ନଗରେ ହେବୁ ଅଧୀଶ୍ୱର। ଗୃହରେ ଶୁଣିବୁ ତୁ ପ୍ରଜାଙ୍କର। ଗଳାମାଳି ଜୀବଧନରେ ତାହେଲେ ମୋ ପାଇଁ ପାତ୍ରୀ ଠିକ କରିସାରିଛନ୍ତି। ନେଇଛନ୍ତି ସେହି ଦାୟିତ୍ୱ ମହାମନ୍ତ୍ରୀ ଯେ ସଚ୍ଚିକାନ୍ତ। ରାଜକନ୍ୟା ଦେଖି ପସନ୍ଦ କରିଲେ। ରାଜକନ୍ୟା ଦେଖି ପସନ୍ଦ କରିଲେ। ବିବାହ ସମ୍ବନ୍ଧ ହୋଇବ ସ୍ଥିର। ଗଳାମାଳି ଜୀବଧନରେ ନାଇଁ ମା, ମୋ ପାଇଁ ପାତ୍ରୀ ମୁଁ ନିଜେ ଠିକ କରିବି। ଚିନ୍ତା କର ନାହିଁ ମାତ ନୁହେଁ ମୁଁ ଅଜ୍ଞାନ ଗୋ। ଚିନ୍ତା କର ନାହିଁ ମାତ ନୁହେଁ ମୁଁ ଅଜ୍ଞାନ ଗୋ। ଭ୍ରମଣ କରିବି ବହୁ ଦେଶ ବହୁ ସ୍ଥାନ ଗୋ। ଚିନ୍ତା କର ନାହିଁ ମାତ ନୁହେଁ ମୁଁ ଅଜ୍ଞାନ ଗୋ। ମୁଁ ରାଜା ଝିଅ ପଚାରିବି ପରିଚୟ। ପସନ୍ଦ ହୋଇଲେ ପାଶେ ପୁଛିବି ବହନ ଗୋ। ଚିନ୍ତା କର ନାହିଁ ମାତ ନୁହେଁ ମୁଁ ଅଜ୍ଞାନ ଗୋ। ବିଶ୍ୱ ଚଳାଇବି ଦେଶ ମହାମନ୍ତ୍ରୀ ଥିଲେ ପାଶ। ଚିନ୍ତା କର ନାହିଁ ମାନି ମୋ ବଚନ ଗୋ। ଚିନ୍ତା କର ନାହିଁ ମାତ ନୁହେଁ ମୁଁ ଅଜ୍ଞାନ ଗୋ। ଦୟାକୁ ଯିବି ମାତ ଦିଅ ମତେ ସାନ ମତ। ଶିକାର ଧରିଣ ଫେରି ଆସିବି ବହନ ଗୋ। ଚିନ୍ତା କର ନାହିଁ ମାତ ନୁହେଁ ମୁଁ ଅଜ୍ଞାନ ଗୋ। ମତେ ଏବେ ବିଦ୍ୟା ଦିଅନ୍ତୁ ମାତା। ହଉ ବାପା, ଅରଣ୍ୟରୁ ଶିକାର ସାରି ଶୀଘ୍ର ଫେରି ଆସିବୁ। ହଉ ମୁଁ ଏବେ ଆସୁଛି। ହଉ ଏବେ ଚାଲନ୍ତୁ ମହାମନ୍ତ୍ରୀ। ତେବେ ଚାଲନ୍ତୁ ମହାରାଣୀ।
ଫୁଙ୍କି ମୋ ବାଇଶ ବାହାରି ଗଲାଣି ନା ଆଉ ଏ ରୋଷେଇ କାମ କରିବେ ବନା ଫୁଙ୍କି ଫୁଙ୍କି ମୋର ବୟସ ଗଲାଣି ସୁଖ ଟିକେ ନାହିଁ ରେ ସୁଖ ଟିକେ ନାହିଁ ବୟସ ଗଲାଣି ଦୁଃଖ ସହି ସୁଖ ଟିକେ ନାହିଁ ବାପାକୁ କହିବି ମତେ ବିବାହ କରାଇବ ବୋଉ ଆସିଲେ ଆମକୁ ରାନ୍ଧି ବାଢ଼ି ଦେବ ଚିନ୍ତା ସରିଯିବ ରେ ଚିନ୍ତା ସରିଯିବ ତେବେ ଆମ ଦୁଇଙ୍କର ଦୁଃଖ ଯିବ ଆଜି ଆସିଲେ ବାପାକୁ ଏ କଥା କହିବି ଯେମିତି ହେଲେ ତାକୁ ରାଜି କରାଇବି ନହେଲେ ସେ ରାଜି ପିଠି ଭାଙ୍ଗିବି ତା ପିଠି ନହେଲେ ସେ ରାଜି ଆଜି ବା କେତେବେଳେ ଆସିଛି ଆସୁ ସେ କହିଲା ତୁ ପୁଅ ପରିଆ ତୁ କଦଳୀ ଦିଟା ଆଣିବୁ ଭାଜି ଦବୁ ବାଇରୁ ଆଣିକି ମୁଁ ଆସିଲେ ସାଙ୍ଗ ହେଇକି ପଖାଳ ଖାଇବା ତା ପଖାଳ ଖାଇବା ତା ସେମିତି କଞ୍ଚା କଦଳୀ ତା ପାଟିରେ ଖୋଇଦେବି ଆଜି ଆସୁ କେତେବେଳେ ଆସୁଛି ଆସୁ ଏଇଟା ଜଗିକି ବସିବୁ ଶଳା ଘର ବାଟଟା ଆଜି କଣ ମତେ ଜଣା ପଡୁନି ଶଳା ଆଉ କାହା ଘର ଦ୍ୱାରକୁ ପଶିଗଲେ ସିଏ କଣ କାଳେ ଖୋକିଲ ଶଳା ଚଗଲି ନଡ଼ିଆ ଗୋଦାମଟା ଯଦି ପାଇଯାନ୍ତି ମୋ ଘର ବାଟଟା ପାଇଯାନ୍ତି ଶଳା ଚଗଲି ନଡ଼ିଆ ଗୋଦାମଟା କାହିଁ ଦେଖାଯାଉନି ତା ସାଇଡରେ ଶଳା ରବି ଘରଟା ବି ଦେଖାଯାଉଛି ଶଳା ତା ମାଇପା ଦେଖିଲେ କଙ୍କାଳେ ଖୋକିଦବ ଆଜି ମୁଁ ମଦ ପିଇଥିଲି ଶଳା କିଏ ଆସରେ ଗୋଟେ ଶଳା ମୋ ଘରଟା ଟିକେ ଦେଖେଇଦିଅ ଶଳା ବାଟଟା ପାଉନି ଆଜି ଶଳା ମାଲେ ମତେ ପକେଇଦିଏ ଅଟୋ ବୋଲି ବାଟଟା ଦେଖାହବ ପାଇଛି ମୋ ମେନ୍ ଗେଟ୍ ପାଇଛି ପରିଆ ପରିଆ କିରେ ଏ ପରିଆ ଏ ଶଳା କବାଟଟା ଖୋଲ ପରିଆ ତମ ବାଇଛି କିରେ ଏ ଶଳା ମୋ ପୁଅଟା କଣ ଭିତରେ କାହାକୁ ପୁରେଇଲାଣି କିରେ ପରିଆ ଦେଶୀ ମଦଟା କୁଆଡେ ଶଳା ପିଇକି ପଳେଇ ଆଇଛି ଆରେ ପୁଅ ପରିଆ କିରେ ତତେ ଏତେ ଡାକି ଡାକି ମୋ ତଣ୍ଟି ଫାଟିଗଲାଣି ଶଳା ଭିତରେ କଣ କରୁଛୁ ରୋଷେଇ କରୁଥିଲି କଣ କରିବି ଜାଣିପାରୁନି ବୋଧେ କଣ ରୋଷେଇ ପୁଅ କରୁଛୁ କଦଳୀ ଭଜା ବା କହିଥିଲୁ ଆଇଲୁ ପୁଅ ଟିକେ ଚାଖଣ କରିଦେବା ଚାକଣ କରିବୁ ମଦ ଗୁଡା କାଇଁ ପିଉଛୁ ଏ ପୁଅ ଏ ମଦ ଆଜି ମୁଁ ଖୁସିରେ ପିଉଛି ଖୁସିରେ ଖୁସି ଆଚ୍ଛା ବା ତୁ କେଉଁ ଖୁସିରେ ପିଉଛୁ ଟିକେ କହିଲୁ ପରିଆ ହଁ ଶୁଣିବୁ କହିବି କିନ୍ତୁ ଏ କାନରୁ ସେ କାନ ଯଦି ବାହାର କରିଦଉ ଶଳା ମୋ ପୁଅ ନହେଲା ନାଇଁ ପଛିକା ତ ବେକ ଆଗେ କାଟିଦେ ଖାଇବା ତୁ କହ ମୁଁ କାହା ଆଗରେ କାହାକୁ କିଛି କହିବି ନାହିଁ କିରେ ଶୁଣ ବାପ ଧନରେ କହୁଛି ବୁଝାଇ ଶୁଣ ବାପ ଧନରେ କହୁଛି ବୁଝାଇ
ସେନାପତି କହୁଥିଲେ ଏକ କଥା ଶୁଣ ସେନାପତି କହୁଥିଲେ ଏକ କଥା ଶୁଣ ଏ ବାପା ପାଖକୁ ଯାଇ ଏ ରାଜାଙ୍କର ସେଇ କରିବେ ସଦନ ଦିନେ ରାଜା ହେବେ ଖୁସିରେ ତୋର ମିଠା ବାଣ୍ଟି ଖୁସି ମୋ ତ କଥା କାହିଁ ବିଶ୍ୱାସ ହଉନି ନା ମତେ ସେ ରାଜ୍ୟରେ ମନ୍ତ୍ରୀ କରାଇବେ ବା ତୁ ମଦ ନିଶାରେ ମତେ କହୁନୁ ତ ସେ ଖୁସିରେ ଆଜି ମୁझे ମଦ ମୁଁ ପିଉଛି ସେ ଖୁସିରେ ଆଜି ମୁझे ମଦ ମୁଁ ପିଉଛି ଏଇଥିରେ ତୋ ପାଇଁ ରଖା ମୁଁ ଆଣିଛି ନିଅ ପିଦିଅ ମଦ ପିଇ ସବୁ ଦୁଃଖ ଭୁଲି ଯାଅ ଶଳା ଚୋର ଟାଉଟରିଆ କହିଲା କଣ ଶଳା କଣ ମୋ ଘରେ ରହି ମୋର ଖାଇ ପିଇ ଶଳା ମତେ କଣ ଚୋର ଚାଉଟରିଆ ଚୋଠା କହିଲୁ ପର ଘର ଭଙ୍ଗା ଶଳା ଟାଉଟରଟା କଥା କହୁ କେତେଟାରେ ନିର୍ଲଜ ଚୋଟା ଭଗବାନ ସମପରା ଆମର ଜନ ସାଇଜୁ କରିବା ପାଇଁ ତାକୁ ନିଧନ ଯାହାକୁ ଭଗବାନ କହୁଛୁ ତାକୁ ମୁଁ ଆତ୍ମାହୁତି ଦେଇ ଏ ଅବନ୍ତୀ ନଗର ହେବି ମହାମନ୍ତ୍ରୀ ବା ରାଜା ଆଗେ କହି ମୁଣ୍ଡ କରିବି କଟା ରାଜା ଆଗେ କହି ମୁଣ୍ଡ କରିବି କଟା ଘର ଘର ଭଙ୍ଗା ଶଳା ଟାଉଟରଟା ଏ ବା ରାଗିଲୁ କି ବା ମୁଁ ତତେ ଗୋଟେ କଥା କହିବି ଯୋଉ ଜାଗାରେ ମାରୁଛୁ ପରିଆ ଖାଲି ବୁଢା ହେଲିଣି ତଳକୁ ହାତ ପାଉନି ଆଉ ନହେଲେ ଏକ ପଞ୍ଚାଅଧି ବସି ବା ଏବେ ଶୁଣ ବା ମୋର ଗୋଟିଏ କଥା ଏବେ ଶୁଣ ବା ମୋର ଗୋଟିଏ କଥା ମୋର ଘର ଭଙ୍ଗା ଶଳା ଟାଉଟରଟା ତୁ ଖାଲି ମତେ ଯୋଉ ଘର ଭଙ୍ଗା ଡାକୁ କିଏ କାହା ପାଇଁ ଏ ଯୋଉ ଧନ ସମ୍ପତ୍ତି କରି ମୁଁ ଯଦି ମହାମନ୍ତ୍ରୀ ହେବି ତୁ ଗୋଟେ କଟୁଆଳ ହେଇକି ରହିବୁ ନା ନାଇଁ ତୋ ପାଖରେ କଟୁଆଳ ହବା ଅପେକ୍ଷା ସେ ଦୁବ ଘାସରେ ଦୌଡ଼ି ଦବା ଭଲ ମୋ ବଂଶ ବୁଡିଯିବ ସେମିତି ଚିନ୍ତାଧାରା କରିବୁନି କେବେ ବା ତାହେଲେ ମୋ କଥା ଆଉ ଗୋଟେ କଥା ଶୁଣୁ କହିଲୁ କୋଉ କଥା ରାଗିବୁନି ତ ନା ତୋ ବୋପା କେବେ ରାଗିଲାନି ଏ ଶଳାଟା ସୁଖଲି ହେଲାଣି ବା ହଁ ମୋର କଥା ମାନି ମତେ କରିଦେବି ବା ବୋଉ ଆସିଲେ ଆମର କରିବ ସେବା ବା ଆଉ ନଥିବ ଆମର ରୋଷେଇ ଚିନ୍ତା ଆଉ ନଥିବ ଆମର ରୋଷେଇ ଚିନ୍ତା ମୋର ଘର ଭଙ୍ଗା ଶଳା ଟାଉଟରଟା ଅନେଇଲୁ ଶଳା ମତେ ରଗା ନା କହୁ ରାଗିଲେ ତଥାପି କଣ କରିବୁ ଶଳା ବୋପା ବାହାବା ବୟସ ଯାଇନି ଶଳା ତୁ ସାବାଳକଟା କଣ ବାହା ହଇରେ ବା କେ ତ ବାହା କହିନା ଆଉ ଦୁଇ ଚାରି ବାହା ହେଇକି ସେଇଥିପାଇଁ ମୁଁ ଏକୁଟିଆ ବୁଲୁଛି ପରିଆ ହଁ ତୋ ବାହାଘର କଥା ଚିନ୍ତା କରିବି କିନ୍ତୁ ଆଗେ ଚାଲେ ତୋ ମାକୁ ଯାଇଛି ଯୋଉ ଛାଡି ଦେଇଛି ହଁ ଆଗେ ତାକୁ ତା ବାପ ଘରୁ ଆଣିବା ତାପରେ ଯାଇ ତୋ ବାହାଘର କଥା ଚିନ୍ତା କରିବି ତୁ ସତ କହୁଛୁ ତ ସତ କହୁଛି ପରିଆ ସତ କହୁଛି ବା ଆଉ ସମ୍ଭାଳି ହବନି ଅଣ୍ଟାକୁ ହଉ ଚା ପରିଆ ହଁ ଆଗେ ଯିବା ତ ମାକୁ ଆଣିବା ଆମ ଘରକୁ ହଁ
ତାପରେ ତୋ ମାର ମୋର ଚଳିବୁ 4 ଦିନ। କଣ ବା ତୁ ଯେବେ ମୋ କଥାରେ ରାଜି ନ ହେଇଛୁ ମୁଁ ଏବେ ଚାଲିଲି ମହାରାଜାଙ୍କ ପାଖକୁ। ଆଗେ ଚାଲ ତ ମାକୁ ଧରିକି ଆସିବା।